କିର୍ମିରା ବ୍ଲକର 8ଟି ପଞ୍ଚାୟତର ବିଭିନ୍ନ ଗାଁମାନଙ୍କରେ ଜନସାଧାରଣ, ମହିଳା ସଂଘ ଓ ବିଜେପି ନେତାକର୍ମୀମାନେ ସମ୍ମିଳିତ ସହଯୋଗରେ ବିଜେପି ବ୍ଲକ ସଭାପତି ଉଦ୍ଧବ ସିଂ ନାୟକଙ୍କ ନେତୃତ୍ୱରେ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସେନାଙ୍କ ଅପରେସନ୍ ସିନ୍ଦୁରରେ ଆତଙ୍କବାଦୀ ଦମନର ସଫଳତା ସହ ମନୋବଳ, ବୀରତ୍ୱ, ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ବ୍ଲକର କିର୍ମିରା, ଝାରମୁଣ୍ଡା, ଅଡ୍ଡା, ସୁଲେଇ, ବନ୍ତପାଲି, ଭୀମଜୋର, ଗୌଡ଼ ପାନପାଲି, ନକ୍ସାପାଲି ଆଦି ପଞ୍ଚାୟତମାନଙ୍କରେ ତ୍ରିରଙ୍ଗା ପତାକା ଧରି ଭାରତ ମାତା କି ଜୟ ଜୟ, ଜୟ ଯବାନ ଜୟ କିଷାନ ସହ ବିଭିନ୍ନ ନାରା ଦେଇ ଗ୍ରାମ ପରିକ୍ରମା କରି ପଦଯାତ୍ରା କରାଯାଇଥିଲା। କାର୍ଯ୍ୟକ୍ରମରେ କିର୍ମିରା ସରପଞ୍ଚ ସନ୍ତୋଷିନୀ ପଟେଲ, ବିଜେପି ସାଧାରଣ ସମ୍ପାଦକ ବାବୁଲାଲ କିଷାନ, ଝଷକେତନ ପ୍ରଧାନ, ସନ୍ଦୀପ କୁମାର ପଟେଲ, ଅଂଶୁଲ ଅଗ୍ରୱାଲ, ପଙ୍କଜ ଛତ୍ରିଆ, ଯାମିନୀକାନ୍ତ ନାୟକ, ରସିକ ଆଢ଼େ, ବାବୁଲି ପଟେଲ, ଦଶରଥ ନାୟକ, ପ୍ରକାଶ ଜୟପୁରିଆ, ଅନିଲ ନାୟକ, ଗଙ୍ଗାଧର ନାୟକ, କାହ୍ନା ପାଣ୍ଡେ, ଝଷକେତନ ପଟେଲ, ଅଜୁ ତାଣ୍ଡିଆ, ମହିଳା ନେତ୍ରୀ ଯଶୋବନ୍ତୀ କିଷାନ, କୁନ୍ତଳା ରଣା, ପୂଜା ବେହେରା, ଅନୁପମା ମହାକୁଳ, ମନ୍ଦାକିନୀ ବେହେରାଙ୍କ ସହ ଅନେକ କର୍ମୀ ଏବଂ ନେତା ସାମିଲ ହୋଇଥିଲେ।